ଭାରସାମ୍ୟ ହରାଇ ଓଲଟିଲା ବୁଲଡୋଜର ବୋଝେଇ ହାଇୱା। ଚଣ୍ଡିଖୋଲଠାରୁ ପାରାଦୀପ ଯାଏଁ ଯାଇଥିବା 53 ନମ୍ବର ଜାତୀୟ ରାଜପଥ ସାଧାରଣ ଜନସାଧାରଣଙ୍କ ପାଇଁ ପାଲଟିଛି ମରଣଜନ୍ତା। ଆଜି ଅଳ୍ପକେ ବର୍ତ୍ତିଲେ ସାଧାରଣ ଲୋକେ। ସୂଚନାରୁ ପ୍ରାପ୍ତ ଖବର ଅନୁଯାୟୀ ଚଣ୍ଡିଖୋଲ ପାରାଦୀପକୁ ଯାଉଥିବା ଏକ ବୁଲଡୋଜର ବୋଝେଇ ହାଇୱା ଛତା ଛକ ନିକଟରେ ଫ୍ଲାଏଓଭରରେ ଦ୍ରୁତ ଗତିରେ ଆସୁଥିଲା ବେଳେ ଡିଭାଇଡର ସହିତ ବାଡ଼େଇ ହୋଇ ହଠାତ୍ ନିଜର ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ଯାଇ ଦୁର୍ଘଟଣାର ଶିକାର ହୋଇଛି। ବାରମ୍ବାର ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଓ ଘଟଣା ଘଟୁଛି। ଦେଖାଯାଉ ସରକାର ଏଥିପ୍ରତି କେତେ ଦୃଷ୍ଟି ଦେଉଛନ୍ତି। ପରବର୍ତ୍ତୀ ସମୟରେ ଏହା ଦେଖିବାକୁ ବାକି ଅଛି। ଆମେ ଆପଣଙ୍କୁ ଆଉଥରେ କହି ରଖୁଛୁ, ଭାରସାମ୍ୟ ହରାଇ ଓଲଟିଲା ବୁଲଡୋଜର ବୋଝେଇ ହାଇୱା। ଚଣ୍ଡିଖୋଲଠାରୁ ପାରାଦୀପ ଯାଏଁ ଯାଇଥିବା 53 ନମ୍ବର ଜାତୀୟ ରାଜପଥ ସାଧାରଣ ଜନସାଧାରଣଙ୍କ ପାଇଁ ପାଲଟିଛି ମରଣଜନ୍ତା। ଆଜି ଅଳ୍ପକେ ବର୍ତ୍ତିଲେ ସାଧାରଣ ଲୋକେ। ସୂଚନାରୁ ପ୍ରାପ୍ତ ଖବର ଅନୁଯାୟୀ ଚଣ୍ଡିଖୋଲ ପାରାଦୀପକୁ ଯାଉଥିବା ଏକ ବୁଲଡୋଜର ବୋଝେଇ ହାଇୱା ଛତା ଛକ ନିକଟ ଫ୍ଲାଏଓଭରରେ ଦ୍ରୁତ ଗତିରେ ଆସୁଥିଲା ବେଳେ ଡିଭାଇଡର ସହିତ ବାଡ଼େଇ ହୋଇ ହଠାତ୍ ନିଜର ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ଯାଇ ଦୁର୍ଘଟଣାର ଶିକାର ହୋଇଛି। ବାରମ୍ବାର ଅସାବଧାନତା ଯୋଗୁଁ ଏଭଳି ଘଟଣା ଓ ଦୁର୍ଘଟଣା ଘଟୁଛି। ଦେଖାଯାଉ ସରକାର ଏଥିପ୍ରତି କେତେ ଦୃଷ୍ଟି ଦେଉଛନ୍ତି। କେନ୍ଦ୍ରାପଡ଼ାରୁ ହରିଶଙ୍କର ସାହୁଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।